ମୁଁ ସଞ୍ଜୟ ଆପଣମାନଙ୍କୁ ସ୍ୱାଗତ କରୁଛି ସଞ୍ଜୟ ଷ୍ଟଡି ଚ୍ୟାନେଲରେ। ତ ବର୍ତ୍ତମାନ ସଙ୍ଗେ ସଙ୍ଗେ ଏକ ଅପଡେଟ୍ ଆସି ପହଞ୍ଚି ସାରିଛି। ଓଡ଼ିଶାରେ ହେବାକୁ ଥିବା ଏସ୍ଆଇ ପରୀକ୍ଷା 2024ରେ ଯେଉଁ ରିକ୍ରୁଟମେଣ୍ଟ ବାହାରିଥିଲା ତାର ପରୀକ୍ଷାଟିକୁ ବର୍ତ୍ତମାନ କ୍ୟାନସଲ୍ କରିଦିଆଯାଇଛି, ଯାହାକି ତୁମମାନେ ବର୍ତ୍ତମାନ ସ୍କ୍ରିନ୍ରେ ଦେଖିପାରୁଥିବ। 8 ଏବଂ 9 ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷା ଗ୍ରୁପ୍ ବିର ସମସ୍ତ ଏକ୍ଜାମ୍ କ୍ୟାନସଲ୍ ନେଇଛି। ତ ଆସନ୍ତୁ ତ ଆମକୁ ସେ ବିଷୟରେ ଇନଫର୍ମେସନ୍ ଜାଣିବା। ତ କ'ଣ ରହିଥିଲା ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କ'ଣ ନା ସେଦିନ ଆମର 9 ତାରିଖରେ ତୁମମାନଙ୍କର କ'ଣ ଅନୁଷ୍ଠିତ ହେବ, କୃଷି ଅଧିକାରୀଙ୍କର ଗୋଟିଏ ଏକ୍ଜାମ୍ଟିଏ ଅନୁଷ୍ଠିତ ହେବ। ଯେହେତୁ କୃଷି ଅଧିକାରୀ ଏକ୍ଜାମ୍ ଅନୁଷ୍ଠିତ ହେବ, ସେଥିପାଇଁ ପିଲାମାନେ ଦ୍ୱନ୍ଦ୍ୱରେ ଥିଲେ ଯେ ଏସ୍ଆଇ ଏକ୍ଜାମ୍ରେ ଭାଗ ନେବେ ନା ନାହିଁ କୃଷି ଅଧିକାରୀ ଏକ୍ଜାମ୍ରେ ଭାଗ ନେବେ। ଏବଂ ତୁମମାନେ ସମସ୍ତେ ଜାଣିଛ ବର୍ତ୍ତମାନ ଆର୍ପିଏଫ୍ ଏକ୍ଜାମ୍ ମଧ୍ୟ ଚାଲିଛି। ଯେହେତୁ ଆର୍ପିଏଫ୍ ଏକ୍ଜାମ୍ ସହିତ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏବଂ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟର କୌଣସି ଲିଙ୍କ୍ ନଥିଲେ ମଧ୍ୟ, ଯେହେତୁ ଡବଲ୍ ଇଞ୍ଜିନ୍, ତେଣୁ ଡବଲ୍ ଇଞ୍ଜିନ୍ରେ ତ କେତେବେଳେ ଡବଲ୍ କାମ ମଧ୍ୟ ହୋଇଯାଉଛି। ସେଥିପାଇଁ ଡବଲ୍ ପରୀକ୍ଷା ହେତୁ ଆମର ବର୍ତ୍ତମାନ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ମୁଣ୍ଡ ନୁଆଁଇଛି ଏବଂ ତାର ପରୀକ୍ଷାଟିକୁ ସ୍ଥଗିତ କରିଛି। ବୁଝିପାରିଲ ପିଲାମାନେ କ'ଣ କହିଲି? ବର୍ତ୍ତମାନ ଏସ୍ଆଇ ପରୀକ୍ଷା ଗ୍ରୁପ୍ ବିର ଓଡ଼ିଶା ପୋଲିସରେ ଭର୍ତ୍ତି ହେବାକୁ ଥିବା ଏସ୍ଆଇ ଏବଂ ଅଗ୍ନିଶମ ବିଭାଗ ତରଫରୁ ଯେଉଁ 900 କେତୋଟି ପୋଷ୍ଟ ବାହାରିଥିଲା, ତାର ପରୀକ୍ଷା 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବ ବୋଲି ପରୀକ୍ଷାର ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଏବଂ କହି ରଖିବାକୁ ଚାହୁଁଛି ଯେ ଏହି 2 ତାରିଖ ଦିନ ଅର୍ଥାତ୍ ମାର୍ଚ୍ଚ 2 ତାରିଖ ଦିନ ତୁମମାନଙ୍କର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼୍ କରିବା ପାଇଁ ମଧ୍ୟ ଅପସନ୍ଟି ଆସିଯାଇଥିଲା ଏବଂ ପିଲାମାନେ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼୍ କରିପାରୁଥିଲେ। କିନ୍ତୁ ଠିକ୍ ପରୀକ୍ଷାର 2 ଦିନ ପୂର୍ବରୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ଏକ ନୋଟିସ୍ ଜାରି କରାଯାଇଛି ଯେ ତୁମମାନଙ୍କର ପରୀକ୍ଷାଟି କ୍ୟାନସଲ୍ କରିଦିଆଯାଇଛି। 8 ଏବଂ 9 ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ। ଯଦି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।